ଆମ ମଣିଷମାନଙ୍କୁ ଭଗବାନ ସବୁବେଳେ ସବୁ କଥାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସୂଚେଇ ଦିଅନ୍ତି। ସେ କେମିତି ବି ହଉ କିଛି ବି ହଉ, ଯଦି ଆମେ ଆମ ଗନ୍ତବ୍ୟ ସ୍ଥଳକୁ ଯାଆନ୍ତି ବେଳେବେଳେ ଆମ ଆଗ ଦେଇ ଗାଈ ଚାଲିଯାଏ, ବାଛୁରୀ ଚାଲିଯାଏ, କିମ୍ବା କେତେବେଳେ ବିଲେଇ ରାସ୍ତା କାଟିଦିଏ, ଆମେ ମାନସିକରେ ଭାବନ୍ତି ଯେ କ'ଣ କି ହଁ ଆମ ମାନସିକତା ଏଇଆ, ବିଲେଇ ରାସ୍ତା କାଟିଲାଣି ମାନେ ଅଶୁଭ ନାହିଁ ଆଜ୍ଞା। ସେଠି ଭଗବାନ ଆମକୁ ସୂଚେଇ ଦିଅନ୍ତି ଆଗରେ କିଛି ନା କିଛି ଗୋଟେ ବୋଧହୁଏ ବିପଦ ଅଛି, ସେଇଥିପାଇଁ ଟିକେ ସମୟ ତୁ ରହିଯା। ଭଗବାନ ସବୁ କଥାରେ ସୂଚେଇ ଦିଅନ୍ତି। ଯଦି ଆଜି ଆମ ସହିତ କିଛି ଖରାପ ହେଉଛି, ଭଗବାନ ଏ କଥା ବି ମଧ୍ୟ ସୂଚେଇ ଦିଅନ୍ତି ଯେ ପ୍ରକୃତରେ ନାଇଁ, ଏ ଖରାପଟା ଆଗକୁ ବହୁତ ଭଲ ହେବା ପାଇଁ ହିଁ ରହିଛି। ଭଗବାନ ଆମକୁ ଦେହ ଖରାପ କରୁଛନ୍ତି, ଆମର ଦେହ ଖରାପ ହେଉଛି, ଆମର ମନ ଖରାପ ହେଉଛି, ସବୁର ଗୋଟେ ଗୋଟେ ଏଇଟା ସୂଚନା, ଭଗବାନଙ୍କ ତରଫରୁ ଗୋଟେ ଗୋଟେ ସୂଚନା ଯେ ଆଗକୁ ତୋର ନିଶ୍ଚିତ କିଛି ଭଲ ଅଛି, କିମ୍ବା ଏ କଷ୍ଟ ସମୟଟାକୁ ଅତିବାହିତ କରିବା ପାଇଁ ତୁ ଧୈର୍ଯ୍ୟର ସହ ଅପେକ୍ଷା କର, ଆଉ ମୋତେ ବିଶ୍ୱାସ କର। ବୋଧହୁଏ ଭଗବାନଙ୍କର ଏଇଆ ଇଚ୍ଛା ଥାଇପାରେ, କିନ୍ତୁ ଆମେମାନେ ସବୁବେଳେ ନକାରାତ୍ମକ ଭାବନା ନେଇ ଭଗବାନଙ୍କୁ ଦୋଷ ଦେବା ଅନୁଚିତ ଆଜ୍ଞା। ଏଇ ତ ଜୀବନର କଥା।